ଆରେ ସବୁ ବର୍ତ୍ତମାନ ସବୁ ହେଇଯିବ ଗେରୁଆ ବୟ କିଛି ଅସୁବିଧା ନାହିଁ ସବୁ ରେଡି ପ୍ରଚାର ଅତି ପ୍ରବଳ ଲୋକ ମତେ ମଧ୍ୟ ଗୋଟେ ସଂସ୍କୃତରେ ଶୋକ ଅଛି ଅତି ଦର୍ପେ ହତଲଙ୍କା ଅତି ମାନେ ଚକୋରବା ଅତି ବଳେ ବାଳିରେ ମଧ୍ୟ ଅହି ସର୍ବତ୍ର ଗରିତ ଗୋଟେ ଅତିଟା ସବୁଆଡେ ଗରିତ ଯୋଉଥିପାଇଁ ଆମର ଇଏ ସେ ଯୋଉ ମମତା ମୋଦି ସେ ଅବସ୍ଥାରେ ରହିଲାନି ସେ ଯେଭଳି ଭାବିଲା ମୁଁ ହଉଛି ଈଶ୍ୱର ମୁଁ ହଉଛି ସବୁ ମୁଁ ଭଗବାନ ତା ଗର୍ବ ସହିଲେ ଭାଙ୍ଗିଥିଲା ଆମେ ଏଟା ଜାଣିଥିଲୁ ନିର୍ବାଚନରୁ ଗୋଟେ ଲହର ସୃଷ୍ଟି ହେଇଥିଲା ଚାରିଆଡେ ମୁଁ ଯୋଉ ନିର୍ବାଚନ ମୂଲ୍ୟ ଯୋଉ ତେସରା ସେ ନିର୍ବାଚନ ଗୋଟେ ହଉଛି ଏସଟି କ୍ୟାଣ୍ଡିଡେଟ୍ ତା କଥା ପଇସା ନାହିଁ ମୁଁ ଯାଇକି ତାକୁ ବୁଲେଇକି ସବୁ ତାଙ୍କର ଇଏ ଧରି ଭୋଟରକୁ ଧରିକି ରହିଲି ସେଠି 15 ଦିନ ସେଠି ସେ ବହୁ ଭୋଟର ଜିତିଛି ଏବଂ ଲୋକମାନଙ୍କର ମଧ୍ୟ ସ୍ୱ ଭୋଟ ଆମେ ମମତାକୁ ବଦଳେଇଦେଲେ ବିଭିନ୍ନ ଯୋଉ ପ୍ରକାର ଆମର ଯୁଗ ପୁରୁଷ ହେଲେ ନରେନ୍ଦ୍ର ମୋଦି ଅନ୍ୟତମ ହେଲେ ଚାଣକ୍ୟ ସେ ହେଲେ ଆମର ଅମିତ ଶାହା ସେ ଖୋଲାଖୋଲି କହିଦେଇଥିଲେ ଆମର ନରେନ୍ଦ୍ର ମୋଦି ଏତେ ତାରିଖରେ ଆମେ ଶପଥ ଗ୍ରହଣ କରିବୁ ଆମର ସରକାର ହବ ସେଇ ହେଲା କିଛି ଅସୁବିଧା ନାହିଁ ଯିଏ ଯୋଉ କର୍ମ କରିବ ଅତିଟା ହେଇଗଲା ମମତା ବାନାର୍ଜୀ ସେ ବିଦା ହେଇଗଲା ମୁଁ ଯୋଉ କନଷ୍ଟିଟ୍ୟୁଏନ୍ସିରେ ଥିଲି ଆମ ବାଲେଶ୍ୱର ପାଖରେ ସେଟା ହଉଛି କଣ କେସିଆରି ସିଏ ତ ପୁରା ଏସଟି କ୍ୟାଣ୍ଡିଡେଟ୍ ତାକୁ ତ ଟଙ୍କାଟେ ଲାଗି କିନ୍ତୁ ଲୋକ ମଧ୍ୟ ତା ସପକ୍ଷରେ ଥିଲା ଏବଂ ଲହର ବି ସୃଷ୍ଟି ହଉଥିଲା ମୋଦି ଲହର ସିଏ ବି ଜିତିଲା ଆମର ଓଡ଼ିଶା ବାଲା ସବୁ ଜଗିଥିଲେ ଓଡ଼ିଶା ବାଲା ଭଲ କାମ କରିଥିଲେ ଆମର ଯେତେ ପ୍ରଚାରକ ଯାଇଥିଲେ ମୁଁ ବେଶୀ ମାନେ ଧନ୍ୟବାଦ ଦେବି ଧର୍ମେନ୍ଦ୍ର ପ୍ରଧାନ ସିଏ ସେଠି ଆଜି ମାସ କାଳ ରହିଛନ୍ତି ଆମ ମୁଖ୍ୟମନ୍ତ୍ରୀ ବି ଯାଇଥିଲେ ଏବଂ ଆମର ସମସ୍ତେ ଆମର ଯେତେ ଓଡ଼ିଶାରୁ ଯେତେ ଅଛନ୍ତି ସବୁ ଯାଇକି ସେଠି କ୍ୟାମ୍ପ ପକାଇଥିଲେ ମତେ ଦେଇଥିଲେ କୋଉଠି ନା ଜଳେଶ୍ୱର ପାଖରେ ସେପଟେ ଗଲେ ନାମ୍ପ ସେ ସାଇଡ୍ରେ ଜିତିଲା ଆସିଲୁ ସେ ବହୁତ ଖୁସି ଆରେ ସବୁ ବର୍ତ୍ତମାନ ସବୁ ହେଇଯିବ ଗେରୁଆ ବୟ କିଛି ଅସୁବିଧା ନାହିଁ ସବୁ ରେଡି।